ମତାନ୍ତର ଥାଏ ସବୁ ଜାଗାରେ, କାରଣ ବିଜୁ ଜନତା ଦଳ ଏକ ପରିବାର, ବହୁତ ବଡ଼ ପରିବାର। ତେଣୁ ମତାନ୍ତର ରୁହେ, ମନାନ୍ତର ନଥାଏ। କିନ୍ତୁ ଯେତେବେଳେ କଥା ଆସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମ୍ମାନର ପ୍ରଶ୍ନ, ସେତେବେଳେ ବିଜୁ ପରିବାର ସମସ୍ତ ସଦସ୍ୟ ଏକଜୁଟ ହୋଇ ଲଢ଼ନ୍ତି। ତାର ଉଦାହରଣ ଆଜି ଆପଣ ଦେଖିଲେ। ଅନେକ ଚର୍ଚ୍ଚା, ଅନେକ ଇଏ, ସେମିତି କିଛି ନାହିଁ। ସମସ୍ତେ ଏକାଠି ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯେତେବେଳେ ସମ୍ମାନର ପ୍ରଶ୍ନ ଆସିବ, ସେତେବେଳେ ବିଜୁ ଜନତା ଦଳ ଏକଜୁଟ। ବିଜୁ ଜନତା ଦଳର ଜଣେ ନେତୃତ୍ୱରେ ସେ ହେଉଛି ନବୀନ ପଟ୍ଟନାୟକ। ଆମେ ସମସ୍ତେ ହେଉଛୁ ତାଙ୍କ ସୈନିକ। ନେତୃତ୍ୱ କିଛି ନାହିଁ, କଥା ସମସ୍ତ ସଂକଳ୍ପବଦ୍ଧ। ଜଣେ ନେତା, ଗୋଟିଏ ଦଳ, ଏବଂ ନେତା ହେଲେ ଜଣେ ନେତୃତ୍ୱ ନେଉଛନ୍ତି ଦୀର୍ଘ ବର୍ଷ ଧରି। ସେ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତ ଆମେ ସମସ୍ତ ତାଙ୍କର ଶୃଙ୍ଖଳିତ ସୈନିକ। ତ ସେମିତିରେ ସମସ୍ତଙ୍କର ନିଜର ନିଜର ଭାଗରେ ଯାହା ଯାହା କାର୍ଯ୍ୟ ଅଛି କରିବା ପାଇଁ ସମସ୍ତେ ତାହା କରିବେ, ଏବଂ ସମସ୍ତଙ୍କ ଲକ୍ଷ୍ୟ ହେଉଛି ନବୀନ ପଟ୍ଟନାୟକଙ୍କର ସମ୍ମାନ। ଦେଖନ୍ତୁ, ବିଜୁ ଜନତା ଦଳ ସବୁବେଳେ ସତରେ ସୁଦୃଢ଼ ପାରାଦୀପରେ, ଏବଂ ତା ସାଙ୍ଗରେ ବାପି ସାର୍କେଲଙ୍କ ସଂଗଠନ ଯୋଗ ଦେଇଛି। କାରଣ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ସେ ଆସୁଛନ୍ତି। ତେଣୁ ନିଶ୍ଚିତ ଭାବରେ ଆଗାମୀ ଦିନରେ ପାରାଦୀପରେ ବିଜୁ ଜନତା ଦଳ ଆହୁରି ମଜବୁତ ହେବ, ଆଦେହରେ କିଛି ସନ୍ଦେହ ହିଁ ନାହିଁ। ତେଣୁ ଆମର ବର୍ତ୍ତମାନ ଟାର୍ଗେଟ୍ ରହୁଛି, ଯେଉଁ 24,000 25,000 ପୋଲିଂ ରହୁଛି, ଆମେ ୱାନ୍ ସାଇଡ଼େଡ଼ କରିବୁ, କେମିତି ନେବୁ, ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମ୍ମାନକୁ ଆହୁରି ଉପରକୁ ନେବୁ, ଏ ହେଲା କଥା। ତେଣୁ ବିରୋଧୀ ଦଳ ବାବଦରେ ଆମର କିଛି କହିବାର ନାହିଁ। କିନ୍ତୁ ପାରାଦୀପ ମ୍ୟୁନିସିପାଲିଟି ଏରିଆ ଭିତରେ ପ୍ରାୟତଃ ବିରୋଧୀ ଦଳର କିଛି ଭୂମିକା ନଥାଏ। ଆଉ ଯେତେବେଳେ ପାରାଦୀପ ବିଜୁ ଜନତା ଦଳ ଏବଂ ବାପି ସାର୍କେଲ ସଂଗଠନ ଏକାଠି ହୋଇଗଲା ପରେ ଆଉ ବିରୋଧୀ ଦଳ ମାନେ କିଛି ନଥାଏ। ତେଣୁ ସେ ଦୃଷ୍ଟିରୁ ଭାବୁଛୁ ଏତ ରେଜଲ୍ଟଟା ଅନେକ ବହୁତ ବଢ଼ିଆ ହେବ ପୂର୍ବାପେକ୍ଷା।